କାହାକୁ ଦେଖିକି ଜଜ୍ କରନ୍ତୁନି କିଏ ମାନେ କିଏ କ'ଣ କଲା। ସମସ୍ତେ ଆପଣ ଯେଉଁମାନେ କହିଛନ୍ତି କି ନାଇଁ ସେ ଗଞ୍ଜେଇ ଟାଣିଦେଲା, ଆପଣ କ'ଣ ଏତେ ସାଧୁ? ଆପଣମାନେ କ'ଣ ଗଞ୍ଜେଇ ଟାଣୁଛନ୍ତି? ଆମେ ତ କେହି ବିଶ୍ୱାସ କରିପାରୁନୁ କି ହ୍ୟୁମାନ ସାଗର ଆଜି ମାନେ ଦୁନିଆରେ ନାହାନ୍ତି। ଆମେ ଜଷ୍ଟ ଗୋଟେ କ୍ୟାଫେରେ ଆମେ ବସିଥିଲୁ, ମାନେ ହ୍ୟୁମାନ ସାଗରର ଗୀତ ହିଁ ଚାଲୁଥିଲା। ଆଉ ମାନେ ସେଇଠି ସାଙ୍ଗେ ସାଙ୍ଗେ ଗୋଟେ କଲ୍ ଆସିଲା କି ହ୍ୟୁମାନ ସାଗର ଆଉ ନାହାନ୍ତି। ଆଉ ଆଜି ପରଠୁ ତାଙ୍କ ମାନେ ନ୍ୟୁ ଗୀତ ଆସିପାରିବନି, ଆମେ କେହି ତାଙ୍କ ଭଏସ୍ ଶୁଣିପାରିବୁନି, ମାନେ ଭାବି ବି ହଉନି। ମାନେ ସମସ୍ତେ ଏଇ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ଲୋକମାନେ ଆଜିକାଲି ଯେଉଁ କମେଣ୍ଟରେ ଲେଖି ଦେଉଛନ୍ତି କି ହ୍ୟୁମାନ ସାଗର ଇଏ ଗଞ୍ଜେଇ ଟାଣି ତା ଅବସ୍ଥା ଏମିତି ହେଇଛି, ସେ ମଦ ପିଇଛି। ଲୋକମାନେ ତ ଏମିତି ମାନେ କମେଣ୍ଟରେ ବହୁତ ଜିନିଷ ଲେଖି ଦେଉଛନ୍ତି, କିନ୍ତୁ କିଏ ଜାଣିଛନ୍ତି ପ୍ରକୃତରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ'ଣ ହେଇଥିଲା, କେତେ ସମୟ ଲାଗିଲା ଲେଖିବା ପାଇଁ। ଆଜି ଯେଉଁମାନେ ମାନେ ସାରା ଓଡ଼ିଶାବାସୀ ଯେଉଁମାନେ ହ୍ୟୁମାନ ସାଗରକୁ ଏତେ ଭଲ ପାଉଥିଲେ, ସମସ୍ତେ ସେଇମାନେ ହିଁ ଦେଖନ୍ତୁ ଯେଉଁ ଛୋଟ ଛୋଟ କମେଣ୍ଟ ଆସି ସୋସିଆଲ ମିଡ଼ିଆରେ ଆସି ଲେଖି ଦେଉଛନ୍ତି କି ନାଇଁ ସେ ଗଞ୍ଜେଇ ଟାଣି ତା ଫେସ୍ ଖରାପ ହେଇଗଲା, ସେ ମଦ ପିଇଦେଲା। ଆଜି ସେଇ ଲୋକ ନା ଦୁନିଆରେ ହିଁ ନାହିଁ, ଦୁନିଆରୁ ହିଁ ଚାଲିଗଲା। ସେ ବହୁତ ଭଲ, ମାନେ କ'ଣ ମୁଁ କହିବି, ସେ ବହୁତ ଭଲ। କିନ୍ତୁ ମୁଁ ଏତିକି ଲୋକମାନଙ୍କୁ କହିବି କି କେଉଁମାନେ ନିଜର ମାନେ କାହାକୁ ଦେଖିକି ଜଜ୍ କରନ୍ତୁନି କିଏ ମାନେ କିଏ କ'ଣ କଲା। ସମସ୍ତେ ଆପଣ ଯେଉଁମାନେ କହିଛନ୍ତି କି ନାଇଁ ସେ ଗଞ୍ଜେଇ ଟାଣିଦେଲା, ଆପଣ କ'ଣ ଏତେ ସାଧୁ? ଆପଣମାନେ କ'ଣ ଗଞ୍ଜେଇ ଟାଣୁଛନ୍ତି ନା ମାନେ ମଦକୁ ଟଚ୍ କରନ୍ତିନି? ଆଜି ପ୍ରକୃତରେ ସତ କଥା ହେଲେ ତାଙ୍କ ଦେହ ଖରାପ ହେଲା, ଆଉ ସିଏ ଦୁନିଆରେ ନାହାନ୍ତି। ଠିକ୍ ଅଛି, ଏବେ ତାଙ୍କର ଏବେ କ'ଣ ମାନେ ଏବେ ଆଉ ଭାବିଲା ବେଳକୁ କିଛି ଲାଭ ହିଁ ନାହିଁ। ଯେଉଁମାନେ ବି ସବୁ ଏମିତି କରୁଛନ୍ତି, ଏମିତି କରନ୍ତୁନି ଭାଇ, ପ୍ଲିଜ୍।